ଛଅଟା କର୍ମ ରହିବା ଦରକାର। କଣ କଣ ଆଜ୍ଞା କେମିତି ସେଇ ଛଅ କର୍ମ ଦେଖି ଯୋଜନ ଯାଜନ ଅଧ୍ୟୟନ ଅଧ୍ୟାପନ ଦାନ ପ୍ରତିଗ୍ରହ। ଅଛି ତମଠି ଯୋଜନ କହିଲେ ଟିକେ ଭଲ ଭାବରେ ଜାଣେ ଆମର ପ୍ରିୟ ଯଜମାନ ସୁଶୀଳ ବାବୁ କହିଲେ ବବୁରୁ ବାବୁ ତମେ କହୁଥିଲ କଣ ତମ ଦଳରେ ଜଣେ ବ୍ରାହ୍ମଣ ମୃଦଙ୍ଗ ବାଦକ ଅଛନ୍ତି? ମାନେ ହଁ ଅଛନ୍ତି। ବ୍ରାହ୍ମଣ ଆସିନା ପୂଜା କରିଥିଲେ ଟିକେ ଭଲ ହେଇଥାନ୍ତା। ହେଲା ସତରେ ସତ ଆଜ୍ଞା ତାଙ୍କର ଆଶା ପୂରଣ କରାଗଲା। ତେଣୁ ବ୍ରାହ୍ମଣ ଆଜ୍ଞା ଯଜ୍ଞ କରିବେ ଏବଂ ବର୍ଷକୁ ଥରେ ଟଙ୍କା ଖର୍ଚ୍ଚ କରି ନିଜର ବ୍ୟକ୍ତିଗତ ଟଙ୍କା ଖର୍ଚ୍ଚ କରି ଆଜ୍ଞା ଯଜ୍ଞ କରୁଥିବେ। ଯୋଜନ ଯାଜନ ଅଧ୍ୟୟନ ଅଧ୍ୟାପନ ପ୍ରତ୍ୟେକ ଦିନ ଗୀତା ଭାଗବତ ଆଜ୍ଞା ଶାସ୍ତ୍ରକୁ ସେ ଆଜ୍ଞା ଅଧ୍ୟୟନ କରୁଥିବେ। କିନ୍ତୁ ମାଗଣାରେ ଅଧ୍ୟାପନ କହିଲେ ଅନ୍ୟ ଗ୍ରାମବାସୀ ଜ୍ଞାତି କୁଟୁମ୍ବକୁ ଆଜ୍ଞା ପାଠ ପଢଉଥିବେ। ଅଧ୍ୟାପନ ଦାନ ଦାନ ଅନ୍ୟଠୁ ଭକ୍ତ ମାନଙ୍କ ନିକଟରୁ ଗ୍ରହଣ କରିବେ। ପ୍ରତିଦାନ ସ୍ୱରୂପ ଅନ୍ୟକୁ ବି ଦାନ ଦଉଥିବେ। ଏଇ ଛଅଟା ଗୁଣ ଥିଲେ ଯାଇ ଆଜ୍ଞା ବ୍ରାହ୍ମଣ ଶ୍ରେଷ୍ଠ ଜାତି ବ୍ରାହ୍ମଣ। କ୍ଷତ୍ରିୟ ଯୁଦ୍ଧ କାର୍ଯ୍ୟରେ ନିପୁଣ, ବୈଶ୍ୟ ମାନେ ବ୍ୟବସାୟ ବାଣିଜ୍ୟ କରି ଦେଶକୁ ଆଜ୍ଞା ଅର୍ଥ ସମୃଦ୍ଧ କରନ୍ତି। ଦେଶର ଆଜ୍ଞା ଅର୍ଥକୁ ଟିକେ ଦୃଢ କରି ଦିଅନ୍ତି। ତେଣୁ ସେଇ ବୈଶ୍ୟ ଜାତୀୟ ଲୋକ ବାସ କରିଥିଲା କାଞ୍ଚନ ନଗରରେ ଆଜ୍ଞା ଜଣେ ତା ଉପରେ ଆଧାରିତ ଏ ପାଲାଟି। ସେ କିଏ? ପରେ ଶଙ୍କର ନାମରେ କାଞ୍ଚନ ନଗରେ ଥିଲା ଗୁଡ଼ିଆର ଘର। ତେଣୁ କାଞ୍ଚନ ନାମକ ନଗରରେ ବୈଶ୍ୟ ଜାତୀୟ ଲୋକ ଆଜ୍ଞା ଶଙ୍କର ନାମକ ଏକ ଗୁଡିଆ ଲୋକ ବସବାସ କରି ରହିଥିଲା। ରାଜା ନା ରତ୍ନାକର? କିନ୍ତୁ ବୈଶ୍ୟ ଜାତୀୟ ଲୋକ ବ୍ୟବସାୟ ବାଣିଜ୍ୟ କରୁଥିବା ବ୍ୟକ୍ତି ହେଲା ଆଜ୍ଞା ଶଙ୍କର ଗୁଡିଆ। ଆମ ଅନୁଗୁଳରେ ମଧ୍ୟ ଆଜ୍ଞା ଜଣେ ପାଲା ଗାୟକ ଶଙ୍କର ଗୁଡିଆ ବୋଲି ଅଛନ୍ତି। ଜାଣିଛ? ଜାଣିନ ନାଇଁ? ତେଣୁ ପରବର୍ତ୍ତୀ ଅଧ୍ୟାୟରେ ପରବର୍ତ୍ତୀ ପର୍ଯ୍ୟାୟରେ ସୁବିଧା ସୁଯୋଗ ହେଲେ ତମକୁ କେତେବେଳେ ଶୁଣେଇବି। ବର୍ତ୍ତମାନ ଆଗକୁ ଯାଉଛି ସେ ଶଙ୍କର ପରିବାରରେ କେତେ ଜଣ ବ୍ୟକ୍ତି ଥିଲେ? ଆଜ୍ଞା 5 ପୁତ୍ର 5 ବଧୂରେ ସଂସାର ଆନନ୍ଦରେ ଚଳୁଥାଇ जोगी भिकारी की केबे हेले से तो दान मुठे दिए नहीं, दान मुठे दिए नहीं, दान मुठे दिए नहीं। तार 5टा पुओ आज्ञा 5टा बोहू। हे भगवान 5 पुओ 5 बोहू केते खटो बनौथिबे आज्ञा। जोगी भिकारी की से केबे गेल मुठे दान पुण्य करे ना। पूरा कुसुम गंठी आ जाबो किया। आज वर्तमान जजमान को घरे जो भिकारी माने आज्ञा पहुंची छंती से माने आज्ञा धान चावल नेबा भिकारी नुहंती।
ନ୍ୟାସନାଲ ଭିକାରୀ ଯୋଉ ଦାନ ପୁଣ୍ୟ କରୁଛନ୍ତି ପାଲାବାଲାକୁ ଆଜ୍ଞା ବିଷ୍ଣୁ ଭକ୍ତକୁ ଡାକି ଭୁରି ବ୍ୟଞ୍ଜନ ବସ୍ତ୍ରଦାନ ଦକ୍ଷିଣା ସହିତ ଏ ଦାନ ପୁଣ୍ୟ କରି ଆଜ୍ଞା ମହାପୁଣ୍ୟ ଅର୍ଜନ କରୁଛନ୍ତି। ତୁ ଶଙ୍କର ଗୁଡିଆ କାହାକୁ କିଛି ଦିଏନି, ମନରେ ତାର ଭାରି ଗର୍ବ ଗର୍ବ ବୋବା ଶିଖେଇଲା ତୋତେ ନାଇଁ ମନରେ ଆଜ୍ଞା ଅହଙ୍କାର ଅଛି, କିନ୍ତୁ ମଣିଷ ଆଜ୍ଞା ଦାନ ପୁଣ୍ୟ କାହିଁକି କରେନି? ମୁଁ କହୁନି ଆପଣ